ମାଛ ଚାଷରେ ଖାଦ୍ୟ ପରିଚାଳନା। ପୋଖରୀରେ ମାଛ ଭଲ ବଢ଼ିବା ପାଇଁ ଖାଦ୍ୟର ଭୂମିକା ଯଥେଷ୍ଟ ଗୁରୁତ୍ୱପୂର୍ଣ୍ଣ। ମାଛକୁ ଠିକ୍ ସମୟରେ ଓ ଉପଯୁକ୍ତ ପରିମାଣରେ ଖାଦ୍ୟ ଦିଆଗଲେ ମାଛର ସ୍ୱାସ୍ଥ୍ୟ ଭଲ ରହେ ଓ ତାହାର ଓଜନ ମଧ୍ୟ ବଢ଼ିଥାଏ। ମାଛର ଖାଦ୍ୟ ମୁଖ୍ୟତଃ ଦୁଇ ପ୍ରକାରର, ପ୍ରାକୃତିକ ଖାଦ୍ୟ ଓ କୃତ୍ରିମ ଖାଦ୍ୟ। ପୋଖରୀରେ ମିଳୁଥିବା ବିଭିନ୍ନ ପ୍ରକାରର ଗଛ, ଜୀବ, ପ୍ଲାଙ୍କଟନ, ଜୈବିକ ପଦାର୍ଥ ଓ କେତେକ ଲାର୍ଭା ଆଦି ମାଛର ପ୍ରାକୃତିକ ଖାଦ୍ୟ। ଏହାର ପରିମାଣ ବଢ଼ାଇବା ପାଇଁ ପୋଖରୀରେ ଖତ, ସାର ଓ ଚୂନ ଇତ୍ୟାଦି ପ୍ରୟୋଗ କରାଯାଇଥାଏ। କିନ୍ତୁ ମାଛକୁ ସମସ୍ତ ପ୍ରକାରର ଖାଦ୍ୟ ସାର ଯୋଗାଇବା ପାଇଁ ପ୍ରାକୃତିକ ଖାଦ୍ୟ ସହିତ ସୁଷମ କୃତ୍ରିମ ଖାଦ୍ୟର ପ୍ରୟୋଗ ମଧ୍ୟ ନିତ୍ୟାନ୍ତ ଆବଶ୍ୟକ। ମାଛର କୃତ୍ରିମ ଖାଦ୍ୟ ଭାବେ ବାଦାମ ପିଡ଼ିଆ, କୁଣ୍ଡା, ଚୋକଡ଼, ଗହମ ଚୂନା, ତେଲ ପିଡ଼ିଆ ବ୍ୟବହାର କରାଯାଏ। ମାଛ ପାଇଁ ଆବଶ୍ୟକ ସୁଷମ ଖାଦ୍ୟରେ ଥିବା ଖାଦ୍ୟସାର ଗୁଡ଼ିକ ହେଲା ପୃଷ୍ଟିସାର, ଶ୍ୱେତସାର, ସ୍ନେହସାର, ଜୀବସାର ଓ ଧାତବ ପଦାର୍ଥ। ମାଛ ଛୋଟରୁ ବଡ଼ ହେବା ପାଇଁ ଯଥେଷ୍ଟ ପରିମାଣର ପୃଷ୍ଟିସାର ଆବଶ୍ୟକ କରିଥାଏ। ତେଣୁ ଖାଦ୍ୟରେ ଶତକଡ଼ା 35ରୁ 45 ଭାଗ ପୃଷ୍ଟିସାର ମିଳିଲେ ମାଛ ଜାଆଁଳ ଶୀଘ୍ର ବଢ଼ିଥାନ୍ତି। ଶ୍ୱେତସାର ମାଛକୁ ଶକ୍ତି ଯୋଗାଏ। ଖାଦ୍ୟରେ ଆବଶ୍ୟକ ପରିମାଣର ଶ୍ୱେତସାର ମିଳୁଥିଲେ ହିଁ ପୃଷ୍ଟିସାର ମାଛକୁ ବଢ଼ିବାରେ ସାହାଯ୍ୟ କରିପାରେ। ତେଣୁ ଖାଦ୍ୟରେ ଶତକଡ଼ା 22ରୁ 26 ଭାଗ ପର୍ଯ୍ୟନ୍ତ ଶ୍ୱେତସାର ରହିବା ଆବଶ୍ୟକ। ମାଛ ପାଇଁ ସ୍ନେହସାର ଶକ୍ତିର ଆଉ ଗୋଟିଏ ଆଧାର। ଏହା ଖାଦ୍ୟରେ କମ୍ ପରିମାଣରେ ଥିଲେ ପୃଷ୍ଟିସାର ମାଛର ଶରୀର ବଢ଼ିବାରେ ସାହାଯ୍ୟ ନ କରି କେବଳ ଶକ୍ତି ବଢ଼ାଇଥାଏ। ଫଳରେ ମାଛ ଠିକ୍ ଭାବେ ବଢ଼େ ନାହିଁ। ତେଣୁ ଶତକଡ଼ା 4ରୁ 6 ଭାଗ ପର୍ଯ୍ୟନ୍ତ ସ୍ନେହସାର ମାଛର କୃତ୍ରିମ ଖାଦ୍ୟରେ ରହିବା ଆବଶ୍ୟକ। ଅନ୍ୟ ଖାଦ୍ୟସାର ଗୁଡ଼ିକ ଭଳି ମାଛର ସ୍ୱାସ୍ଥ୍ୟ ଠିକ୍ ରହିବା ପାଇଁ ଜୀବସାର ଓ ଧାତବ ପଦାର୍ଥର ଯଥେଷ୍ଟ ଆବଶ୍ୟକତା ରହିଛି। ତେଣୁ ମାଛ ଖାଦ୍ୟରେ କିଲୋଗ୍ରାମ ପ୍ରତି 1 ଗ୍ରାମ ଜୀବସାର ଓ ଧାତବ ପଦାର୍ଥ ମିଶ୍ରଣକୁ ମିଶାଇବାକୁ ପଡ଼ିଥାଏ। ମାଛର 100 କିଲୋଗ୍ରାମ କୃତ୍ରିମ ଖାଦ୍ୟ ପ୍ରସ୍ତୁତି ପାଇଁ 28 କିଲୋଗ୍ରାମ ବାଦାମ ପିଡ଼ିଆ ଓ 65 କିଲୋଗ୍ରାମ ସରୁ କୁଣ୍ଡାକୁ ମିଶାଇ ଭଲ ଭାବରେ ଚକଟି ଦିଅନ୍ତୁ। ଏହାପରେ ସେହି ମିଶ୍ରଣରେ 6 କିଲୋଗ୍ରାମ ଅଟା, 1 କିଲୋଗ୍ରାମ ଜୀବସାର ଓ ଧାତବ ପଦାର୍ଥ ମିଶ୍ରଣକୁ ମିଶାନ୍ତୁ। ବାଦାମ ପିଡ଼ିଆ ବଦଳରେ ସୋରିଷ ପିଡ଼ିଆ, ରାଶି, ସୋୟାବିନ୍, ସୂର୍ଯ୍ୟମୁଖୀ ପିଡ଼ିଆ ଆଦି ମଧ୍ୟ ବ୍ୟବହାର କରାଯାଇପାରିବ। ମାଛ ଖାଦ୍ୟରେ ଖର୍ଚ୍ଚ କମାଇବା ପାଇଁ ଋତୁ ଅନୁଯାୟୀ ଶସ୍ତାରେ ମିଳୁଥିବା ପିଡ଼ିଆକୁ ବ୍ୟବହାର କରାଯାଇପାରିବ। ଏତକ ଭଲ ଭାବେ ମିଶିଯିବା ପରେ ଛୋଟ ଛୋଟ କଣା କରାଯାଇଥିବା ପ୍ଲାଷ୍ଟିକ ବସ୍ତାରେ ଖାଦ୍ୟକୁ ରଖନ୍ତୁ। ଏହାକୁ ପୋଖରୀର କେତୋଟି ନିର୍ଦ୍ଦିଷ୍ଟ ସ୍ଥାନରେ ପାଣି ସ୍ତରରୁ 2 ଫୁଟ ଗଭୀରତା ମଧ୍ୟରେ ଓହଳାଇ ଦିଅନ୍ତୁ। 1 ଏକର ପୋଖରୀ ପାଇଁ 5ରୁ 6 ଜାଗାରେ ଖାଦ୍ୟ ଦେବାର ବ୍ୟବସ୍ଥା କରନ୍ତୁ ଏବଂ ମାଛମାନଙ୍କୁ ସକାଳ ଓ ସନ୍ଧ୍ୟା ସମୟରେ ଖାଦ୍ୟ ଦିଅନ୍ତୁ।
ମାଛମାନଙ୍କୁ ତାଙ୍କ ଓଜନର ଶତକଡ଼ା 3 ରୁ 5 ଭାଗ ହିସାବରେ କୃତ୍ରିମ ଖାଦ୍ୟ ପ୍ରତିଦିନ ଦେବାକୁ ପଡ଼ିଥାଏ। 1 ଏକର ପୋଖରୀରେ ମାଛମାନଙ୍କୁ କୃତ୍ରିମ ଖାଦ୍ୟ ଦେବା ପାଇଁ ନିର୍ଦ୍ଦିଷ୍ଟ ତାଲିକା ରହିଛି। ମାଛମାନଙ୍କୁ ପ୍ରଥମ ମାସ 1.5 କିଲୋଗ୍ରାମ, ଦ୍ୱିତୀୟ ମାସ 2.5 କିଲୋଗ୍ରାମ, ତୃତୀୟ ମାସ 3 କିଲୋଗ୍ରାମ, ଚତୁର୍ଥ ମାସ 5 କିଲୋଗ୍ରାମ, ପଞ୍ଚମ ମାସ 6 କିଲୋଗ୍ରାମ, ଷଷ୍ଠ ମାସ 6.5 କିଲୋଗ୍ରାମ, ସପ୍ତମ ମାସ 7 କିଲୋଗ୍ରାମ, ଅଷ୍ଟମ ମାସ 8 କିଲୋଗ୍ରାମ, ନବମ ମାସ 9 କିଲୋଗ୍ରାମ ଓ ଦଶମ ମାସ 10 କିଲୋଗ୍ରାମ ଖାଦ୍ୟ ଦିଅନ୍ତୁ। ପ୍ରଥମ ମାସ କୃତ୍ରିମ ଖାଦ୍ୟକୁ ପୋଖରୀରେ ବିସ୍ତୃତ ଭାବେ ଫିଙ୍ଗି ଦିଅନ୍ତୁ। ତା ପରଠାରୁ ପାତ୍ରରେ ପୋଖରୀର କେତେକ ନିର୍ଦ୍ଦିଷ୍ଟ ସ୍ଥାନରେ ଖାଦ୍ୟ ଦିଅନ୍ତୁ। କିନ୍ତୁ ଏବେ ଅନେକ ମାଛ ଚାଷୀ ଭାସମାନ ମାଛ ଖାଦ୍ୟ ବା ଫ୍ଲୋଟିଂ ପେଲେଟ୍ ଫିଡ୍କୁ ଅଧିକ ବ୍ୟବହାର କରୁଛନ୍ତି। ସାଧାରଣ ତଥା ପାରମ୍ପରିକ ମାଛ ଖାଦ୍ୟ ତୁଳନାରେ ଏହି ଫ୍ଲୋଟିଂ ପେଲେଟ୍ ଫିଡ୍ର ଅନେକ ଉପକାରିତା ରହିଛି। ଫ୍ଲୋଟିଂ ପେଲେଟ୍ ଫିଡ୍ ଥିଲେ ମାଛ ପାଇଁ ଯେତିକି ଖାଦ୍ୟ ଦରକାର ଠିକ୍ ସେତିକି ପରିମାଣର ଦେଇ ହୁଏ, ତେଣୁ ଖାଦ୍ୟ ନଷ୍ଟ ହୁଏ ନାହିଁ। କିନ୍ତୁ ସାଧାରଣ ମାଛ ଖାଦ୍ୟରେ ଏପରି ସମ୍ଭବ ହେଉନଥିବାରୁ ଅଯଥାରେ ଅନେକ ଖାଦ୍ୟ ନଷ୍ଟ ହୋଇଯାଏ। 1 କିଲୋଗ୍ରାମ ମାଛ ପାଇବା ପାଇଁ ଫ୍ଲୋଟିଂ ପେଲେଟ୍ ଫିଡ୍ 1.3 କିଲୋଗ୍ରାମ ଆବଶ୍ୟକ ହେଉଥିବା ବେଳେ ସାଧାରଣ ମାଛ ଖାଦ୍ୟ 2 କିଲୋଗ୍ରାମ ଆବଶ୍ୟକ ହୋଇଥାଏ। ମାଛଙ୍କୁ ଖାଦ୍ୟ ଦେବା ସମୟରେ ଫ୍ଲୋଟିଂ ପେଲେଟ୍ ଫିଡ୍କୁ ପାଣି ଭିତରକୁ ନଯାଇ ଦେଇ ହୁଏ, କିନ୍ତୁ ପାରମ୍ପରିକ ପ୍ରଣାଳୀରେ ଖାଦ୍ୟ ଦେବା ପାଇଁ ପୋଖରୀ ଭିତରକୁ ଯିବା ପାଇଁ ପଡ଼ିଥାଏ। ଏହିଭଳି ଭାବେ ଉପଯୁକ୍ତ ଭାଗ ମାପରେ ବିଭିନ୍ନ ପ୍ରକାରର ଉପାଦାନ ମିଶାଇ ଖାଦ୍ୟ ପ୍ରସ୍ତୁତ କଲେ ତାହାକୁ ଖାଇ ମାଛଗୁଡ଼ିକ ଠିକ୍ ଭାବେ ବଢ଼ିପାରିବେ। ଫଳରେ ମାଛଗୁଡ଼ିକ ରୋଗୀଣା ହେବାର କମ୍ ଆଶଙ୍କା ରହେ ଓ ମାଛର ଓଜନ ମଧ୍ୟ ଶୀଘ୍ର ବଢ଼ିଥାଏ।